ସଖା ବହୁ ଦିନ ପରେ ଆପଣଙ୍କ ସହ ହେଲା ଲେଖା। ଆଜି ମୁଁ ଆପଣମାନଙ୍କ ସହିତ 12 ତାରିଖ ଶୁକ୍ରବାର ବିଷୟରେ 12 ରାଶିକୁ ନେଉ। ଆଜି 12 ତାରିଖ ଶୁକ୍ରବାର 12 ରାଶିକୁ ନେଇ ଏକ ସଂକ୍ଷିପ୍ତ ଆଲୋଚନା କରିବାକୁ ଯାଉଛି। ଏହି 12 ତାରିଖ ଶୁକ୍ରବାର ଯାହା ଯାହା ଜ୍ଞାନୀମାନେ କହିଛନ୍ତି ତାକୁ ଆଧାର କରି ଏକ କ୍ଷୁଦ୍ର ପ୍ରବନ୍ଧ ମୁଁ ଲେଖିଛି ଓ ତାକୁ ଆପଣଙ୍କୁ ଶୁଣାଉଛି ଯେ ଆଜି ମାନେ ଶୁକ୍ରବାର 12 ତାରିଖ ବିଛା ଧନୁ ମୀନ ରାଶିର ଘାତ ବାର। ବିଛା ଧନୁ ମୀନ ରାଶିର ଘାତ ବାର ଆଉ ଧନୁ ରାଶିର ଘାତ ତାରା ଘାତ ନକ୍ଷତ୍ର, ମେଷ ରାଶିର ଘାତ ଚନ୍ଦ୍ର। ତେଣୁ ଏଇମାନେ ବୋଇଲେ ବିଛା ଧନୁ ମୀନ ଆଉ ମେଷ ଟିକେ ଜଗି ରଖି ସବୁ କାରବାର କରିବା ଉଚିତ, ବ୍ୟବହାର କରିବା ଉଚିତ, କହିବା ସହିବା ଉଚିତ। ନହେଲେ ଭାଗ୍ୟରେ ଥିଲା ହେଲା ଆଉ ନାଇଁ 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 ମାନେ ମାନିଲେ ଭଲ, କ'ଣ ମାନିବା? ନ ମାନିଲେ ଗଲ। କ'ଣ ମାନିବା? 12 ତାରିଖ ଶୁକ୍ରବାର ପାଇଁ କହୁଛି ପିତା ଖାଇବା ମନା। ଦିନ 10ଟା 10ରୁ 10ଟା 41 ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ନାହିଁ କି ଯାତ୍ରା କରିବା ନାହିଁ। ଯଦି କାମ ଆମର କରିବାର ଅଛି ତାହେଲେ 10ଟା 10 ପୂର୍ବରୁ ବା 11ଟା 41 ପରେ ଏଇସବୁ କାମ କରିବା ଭଲ। ଆଗରୁ ଜାଣିଲେ ଗୋଟେ ଦିନ ଆଗରୁ କହିଦେଉଛି, ତା ପୂର୍ବରୁ କାମ ଆରମ୍ଭ କରିଦେଇଥିବା, ସେଇ ସମୟ ନଷ୍ଟ ହେବନି ବା ପରେ କାର୍ଯ୍ୟ ଆରମ୍ଭ କରିବା। ଏଇ 12 ତାରିଖ ଶୁକ୍ରବାର ମେଷ ରାଶିର ଲୋକଙ୍କର ଘାତ ଚନ୍ଦ୍ର ହେଲେ ସନ୍ଧ୍ୟା 5ଟା 30 ପରେ ଏଇ ଚନ୍ଦ୍ର ଅସ୍ତ ହୋଇଯିବ। ଘାତ ଚନ୍ଦ୍ର ଅସ୍ତ ହେଇଯିବ 5ଟା 30 ପରେ। 5ଟା 30 ପରଠାରୁ ଆଉ ଦୁଃଖ ରହିବନି। ଧନୁ ରାଶି ମାନଙ୍କର ବେଶୀ ଦୁଃଖ, କାରଣ ଘାତ ବାର ଆଉ ଘାତ ତାରା ଦି ଆଡ଼ୁ ମାଡ଼ ବସିବ। ତେଣୁ ଧନୁ ରାଶିର ଲୋକେ ଟିକେ ଅଧିକ ସତର୍କ ରହିବା ଉଚିତ। ତଥାପି ମେଷ ରାଶିର ଲୋକେ ଖାଦ୍ୟ, ବନ୍ଧୁ ଓ ଜୀବନ ସାଥୀ ଠାରୁ ଶାନ୍ତି ପାଇବେ। ହେଲେ ଦେହ ହାତ ମନ ଭଲ ରହିବନି, ମନ ଅସ୍ଥିର ହେବ, ଧୈର୍ଯ୍ୟହରା ହେବେନି, ସୁଖ ଆସିବ। ଆଜି ଶୁକ୍ରବାର, ଏଣୁ ବୃଷ ରାଶିର ମଙ୍ଗଳ ହେବ। ସନ୍ଧ୍ୟା 5ଟା 30 ଯାଏ ଦେହ ଅସୁସ୍ଥ ହେବ, ତାପରେ ସମସ୍ତ ପ୍ରକାର ସୁଖ ମିଳିବ, ଧନାଗମ ହେବ, ବନ୍ଧୁଙ୍କର ସମାଗମ ହେବ। ମିଥୁନ ପାଇଁ ସନ୍ଧ୍ୟା 5ଟା 30 ଯାଏ ସବୁ ଦିଗରୁ ଶୁଭ ଓ ଲାଭ ହେବ, ମନସ୍କାମନା ପୂର୍ଣ୍ଣ ହେବ, ଭଲ ଧନ ଆସିବ। ମାତ୍ର 5ଟା 30 ପରେ ମୁଣ୍ଡ ବିନ୍ଧିବ, ଅସୁସ୍ଥତା ବୋଧ ହେବ, ଚିଡ଼ଚିଡ଼ା ଲାଗିବ ଆଉ ବ୍ୟୟ ବଢ଼ିଯିବ 5ଟା 30 ପରେ। କର୍କଟ ପାଇଁ ସନ୍ଧ୍ୟା 5ଟା 30 ଯାଏ କର୍ମ ଯୋଜନା ଠିକ୍ ଠାକ୍ ଚାଲିବ, ଶାନ୍ତି ସୁଖ ମିଳିବ। ମାତ୍ର ଶୁକ୍ରବାର ହେତୁ ମନ ଟିକେ ଆମ୍ବିଳା ଆମ୍ବିଳା ଲାଗିବ। ସବୁଥିରୁ ସୁଖ ମିଳିବ, ମାତ୍ର ଶାନ୍ତି ମିଳିବନି। ଆୟ ଠିକ୍ ଠାକ୍ ହେବ, ଦେହ
ଓ ମନ ସୁସ୍ଥ ରହିବ। ଉତ୍ତମ ମିତ୍ର ଆସିବେ, ହେଲେ ସନ୍ତୁଷ୍ଟ ହେଇପାରିବେନି। ସିଂହ ରାଶି ପାଇଁ ସନ୍ଧ୍ୟା 5ଟା 30 ଯାଏ ସମ୍ମାନ ହାନି ଯୋଗ ଅଛି। ସେ ଯାଏ ମୌନ ବ୍ରତ ପାଳନ କରି ବହୁତ ଶୁଣି କମ୍ କହିଲେ ଭଲ। ତା ପରଠାରୁ ଉତ୍ତମ କର୍ମର ଫଳ ସ୍ୱରୂପ ସୁସମ୍ବାଦ ଶୁଣିବେ, ମନ ଖୁସି ହେବେ, କର୍ମର ପୁରସ୍କାର ମିଳିବ, ଶାନ୍ତି ଆସିବ। କନ୍ୟା ପାଇଁ ଆଦୌ ଶୁଭ ସମ୍ବାଦ ନାହିଁ। ଜିନିଷ ହଜିଯାଇପାରେ, ଚୋରି ହେଇଯାଇପାରେ ବା କେଉଁଠି ରଖିଦେଇଛନ୍ତି ମନେ ପଡ଼ିବନି। କେହି ମାଗି ନେଇଯିବ, ଦବନି। ଦେହ ମୁଣ୍ଡ ଠିକ୍ ରହିବନି। ସନ୍ଧ୍ୟା ପରଠାରୁ ସ୍ନେହ ଓ ମମତା କମିଯିବ। ଖରାପ ଭାବନ୍ତୁନି। ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ। ସୁଖ ଆସିବ ପରେ। ତୁଳା ପାଇଁ ଆଜି ବଢ଼ିଆ ଦିନ। ଶୁକ୍ରବାର ହେତୁ ସମସ୍ତ ଶୁଭ କାର୍ଯ୍ୟ କରି ପ୍ରଶଂସିତ ହେବେ। ଧନ ଜନ ଗୋପ ଲକ୍ଷ୍ମୀରେ ଘର ଭରିଯିବ, ଆନନ୍ଦିତ ହେବେ। ତଥାପି ଯାତାୟାତ ସମୟରେ ଟିକେ ସତର୍କ ରହିବେ। କେଉଁଠି ବାଡ଼େଇ ହେଇପାରେ, ଝୁଣ୍ଟି ଯାଇପାରନ୍ତି, ପଡ଼ି ଯାଇପାରନ୍ତି, ଧକ୍କା ହେଇଯାଇପାରେ, ସାବଧାନ। ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବା ଭଲ। କେଉଁଠି କ'ଣ ହେଇଯିବ। ଗୋଟେ କଥା, ଧୀର ପାଣି ପଥର କାଟେ। ତରବର ହେବେନି, ଚଞ୍ଚଳ ହେବେନି। ତୁଳା ରାଶି କଥା ସରିଲା। ବିଛା ପାଇଁ 24 ଘଣ୍ଟା ଶୁଭ, ବଢ଼ିଆ ଦିନ। ଭଲ, ମାତ୍ର ଘାତ ବାର ହେତୁ କୌଣସିଟିରେ 100% ଆନନ୍ଦ ମିଳିବନି, ପ୍ରଫୁଲ୍ଲିତ ହେବେନି। ସବୁ ଶୁଭ, ଘାତ ବାର ପରା। ଆର୍ଥିକ ଲାଭ ତ ହେବ, ସମ୍ମାନ ଆଦର ମିଳିବ, ଦେହ ଠିକ୍ ଠାକ୍ ରହିବ, ଜୀବନ ସାଥୀଙ୍କ ଠାରୁ ସହଯୋଗ ମିଳିବ। କିନ୍ତୁ 100% ନୁହଁ। ଧନୁ ରାଶିର ଘାତ ତାରା, ଏଣୁ ମନ ଚଳଚଞ୍ଚଳ ହେବ। ସବୁ ଦିଗରୁ ସମସ୍ତ ଦ୍ରବ୍ୟ ଲାଭ ହେବାର ଯୋଗ ଅଛି। ଚଞ୍ଚଳ ମନ ପାଇଁ କିଛି ବିଗିଡ଼ି ଯାଇପାରେ। ମକର ପାଇଁ 5ଟା 30 ସନ୍ଧ୍ୟା ଯାଏ ପ୍ରାୟ ଅସୁସ୍ଥତା ଲାଗି ରହିବ। ମକର ପାଇଁ 5ଟା 30 ସନ୍ଧ୍ୟା ଯାଏ ପ୍ରାୟ ଅସୁସ୍ଥତା ଲାଗି ରହିବ। ଦେହ ମୁଣ୍ଡ ଠିକ୍ ରହିବନି। 5ଟା 30 ପରେ ସବୁ ଠିକ୍ ଠାକ୍ ହୋଇଯିବ। ଈଶ୍ୱରଙ୍କର ଶରଣାପନ୍ନ ହୁଅନ୍ତୁ, ସବୁ ଦିଗରୁ ସୁଖ ଆସିବ। 5ଟା 30 ପରେ। କୁମ୍ଭ ରାଶି ପାଇଁ ଶୁଭ ଦିନ, ମାତ୍ର କୁମ୍ଭ ରାଶିର ବ୍ୟକ୍ତିଙ୍କର ବ୍ୟବହାର ଟିକେ ତିକ୍ତ, ସନ୍ଦେହୀ ଏମାନେ। ଏଥିପାଇଁ ପ୍ରୀତି ମିଳିବନି, ମିଳିବ ଅପ୍ରୀତି। ମନ ଗୁଣେ ଫଳ ପାଇବେ। 5ଟା 30 ପରେ ଦେହ ଖରାପ ହୋଇ ସମସ୍ୟା ବଢ଼ିଯିବ। ମୀନ ପାଇଁ ସାଧାରଣ ଦିନ। ମନ ଛଟପଟ ହେବ, ମାତ୍ର 5ଟା 30 ପରେ ସବୁ ଦିଗରୁ ଲାଭ ହେବ। ଶୁଭ ଚନ୍ଦ୍ର ଚଳନ ହେବ, ଆଦର ସମ୍ମାନ ବଢ଼ିଯିବ। ଆଉ ସମସ୍ତେ କହିବେ ଆପଣ ଭଳିଆ ଲୋକ ଆଉ କେହି ନାହାନ୍ତି। ହଁ ବନ୍ଧୁ, ମନେ ରଖିବେ, ସବୁ ଶୁଣିବେ ଏବଂ ଯଦି ଭଲ ଲାଗୁଛି କି ମନ୍ଦ ଲାଗୁଛି କମେଣ୍ଟ ଦେବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି ମୁଁ କୁଳମଣି ପଣ୍ଡା।